ହ୍ୟାଲୋ 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 ବାବା। ଶୁଣୁ ତୁ ଦିନେ 10ଟା 11ଟା 11:30 ଖଣ୍ଡ ବେଳେ ଆଜ୍ଞା ବୁଝିପାରୁଛୁ ନା ମାଙ୍କ ଘର ପାଖରେ ଏପଟରୁ ମାନେ ଆମେ ବାହାର ପଟରୁ ଗଲେ ଫାଷ୍ଟ ଡାହାଣ ହାତୀ ମାଙ୍କ ଘର ଯୋଉ କଣ ପିଣ୍ଡାଟା ଆଜ୍ଞା ସେଇ ପିଣ୍ଡା ପାଖରେ ମୁଁ ଛିଡା ହେଇଛି। ଆଉ ସେଇଠୁ ମା ସହିତ ତ ମୋର ପଡେ ନା କଥନି କଳେ ମୁଁ ମାଆକୁ କହିଲି ମୁଁ ମା ଟିକେ ଠାକୁରଙ୍କୁ କହୁନାହାନ୍ତି ଟିକେ ଟିକେ ଧ୍ୟାନ ଫ୍ୟାନ ଶିଖେଇଦେବେ କାହିଁକି ନା ମୁଁ ମାଆଙ୍କୁ ନ କହିଲେ ହେଇପାରିବନି ଠାକୁର କହିବେନି ଆଜ୍ଞା ଆଉ କହୁନାହାନ୍ତି ଟିକେ ଧ୍ୟାନ ଶିଖେଇଦେବେ। ସେଇଠୁ ମା ସେଇଠୁ ଗୋଟେ ଢଙ୍ଗ ନଗେଇଛ ଆଉ ସିଏ କହୁଛି ତାକୁ କଣ ଗୋଟେ ଧ୍ୟାନ ଫ୍ୟାନ ଶିଖେଇ ଦଉନା। ସେଇଠୁ ଠାକୁର ସେଇଠୁ ବାହାରି ଆସିଲେ ହସିଦେଲେ କହିଲେ ବାବୁରାମ ନା ଆଜ୍ଞା ନା କଣ କହିଲୁ ନା ସିଏ କହୁଛି ତାକୁ କଣ ଟିକେ ଧ୍ୟାନ ଫ୍ୟାନ ସବୁ ଶିଖେଇ ଦଉନା। ସେଇଠୁ ସେଇଠୁ ହସିଲେ ହସି କହିଲେ ସେ ପାଳୁଆ ଟା କି ଧ୍ୟାନ କରିବ ବୁଝିଲା ଆଜ୍ଞା କହିଲେ ସେ ଅପାଳୁଆ ଟା କି ଧ୍ୟାନ କରିବ ଏଇଆ କହିଲେ ଆଉ କିଛି କହିଲେନି। ମୁଁ ଛିଡା ହେଇଛି ସେଇଠୁ ପୁଣି କିଛି ସମୟ ଗଲା କିଛି ସମୟ ଗଲା ପରେ ସେଇଠୁ କହିଲେ ତାର ପା ନାମ ଧ୍ୟାନ ଆଜ୍ଞା କଣ ବୁଝିପାରୁଛୁ ନା। ଆଜ୍ଞା ଆଗରୁ ଥରେ ଦିନେ ମତେ କହିଥିଲେ ଠାକୁରଙ୍କ ତାଙ୍କରି ଶୋଇବା ଘରେ ସେ ମଝିରେ ମଝିରେ ପଦେ ପଦେ କଥା କହିଦିଅନ୍ତି ସେ ଉପାଦେୟ କଥା ଯୋଉଟା କି ମୁଁ ରଖେ। ଆଜ୍ଞା ଠାକୁର କହିଲେ ଆରେ ହେଇ ଏଇ 2ଟା ଅକ୍ଷର ପାଇଁ ମୋର ପା 12 ବର୍ଷ ବିତି ଯାଇଛି। ଆଜ୍ଞା ତାନେ 2ଟା ଅକ୍ଷର 3 ନୁହେଁ ହେଲା। ଆଜ୍ଞା ଆଜିକାଲି ତ ଯୋଉମାନେ ସବୁ ଦୀକ୍ଷା ନେଉଛନ୍ତି ବାବା ଗାୟତ୍ରୀ ଜପିଲେ ହବନି ନା ଏ ପୂଜା ଆଜ୍ଞା ଏମିତି କଲେ ହବନି ନା ଏଗୁଡ଼ା ସବୁ କହୁଛନ୍ତି ହୁଁ କିଛି ଦରକାର ନାହିଁ ସବୁ ଛାଡ ହୁଁ କେବଳ ନାମଟାକୁ 2ଟା ଅକ୍ଷରଟାକୁ ଅହରହ ଯଦି ସ୍ମରଣ କରିବ ଆଜ୍ଞା ତମେ ଆଉ କୌଣସି କଥା ପୂଜା ପାଠ କିଛି ତମ ସଂସାରରେ ଯାହା କରୁଛ କର ଯେତେ କାମ ଯାହା କରୁଛ ଯାହା ଖାଉଛ ଯାହା କରୁଛ କର କିଛି ମନା ନାହିଁ। ଆଜ୍ଞା ହଉ ଗୁରୁ ନାମ ସ୍ମର ଉଦ୍ୟମ କର ଖାଅ ଯଦି କେହି କେବେ ବାଟ ନ ଛାଡେ ଦୟାନିଧି ହାତ କାଟି ଲେଖି ଦଉଛି ବୈକୁଣ୍ଠପୁରକୁ ଘୋଷାରି ନବ ନିଶ୍ଚୟ। ଆଜ୍ଞା ଆଜ୍ଞା ଖାଲି ନାମଟା ଆଉ କିଛି ଦରକାର ନାହିଁ। ଏଇ ଯୋଉମାନେ ସବୁ ଦୀକ୍ଷା ନେଉଛନ୍ତି ତାଙ୍କର ତ ସନ୍ଦେହ ଅବିଶ୍ୱାସ ବେଚେ ବେଚେ ମାଛି ବସି ସେ କି ହଁ ହଁ ନେବେ କଣ ହେବେ ହଁ 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 ସେଇଥିପାଇଁ ଅସୁବିଧା ହଉଛି। ମୁଁ ଆଉ କାହା ସହିତ ଫୋନରେ କଥା ହଉନି କାହିଁକି ଏଇ ଯୋଉ ଗୁରୁ ଭାଇ ମାନେ ଦୀକ୍ଷା ନେଇଛନ୍ତି ହୁଁ ସେ ସବୁ ଅବାନ୍ତର କଥା ଗପିଲେ ଏଇ କହିଲେ ମୁଁ କହିଲି ଭାଇ ଦେଖ ମୋ ଠାକୁରଙ୍କ କଥା ଦିନ ମାନଙ୍କର ମୁଁ ମୋବାଇଲ କାନରେ ଦେଇକି ଶୁଣିନି ହୁଁ ତମେ ଇଆଡେ ସିଆଡେ ପୁରେଇଲେ ମୋ ମୁଣ୍ଡ ଖରାପ ହଉଛି ମୁଁ ଜମା ତମ ସହିତ କଥା ହେବିନି ଏଇରକମ କଥା ନା ଡାଇରେକ୍ଟ କହିବୁ କଣ ଦରକାର ତମେ ହଁ ଠାକୁରଙ୍କ କଥା ନ କହିକି ଇଆଡେ ସିଆଡୁ କହିବ ତମ ମନ ବିଚଳିତ କାହିଁକି ହଉଛି। ମୁଁ କହିଲି ମୋ ବାପାର ବାଟି ବାଟି ସମ୍ପତ୍ତି ପଡିଛି ମୁଁ ଚାଷ କରିପାରୁନି ମୁଁ ଫେର ଆଉ ଗୋଟେ ବାପାର ଆଉ ସମ୍ପତ୍ତି କେତିକି ଦେବି। ସମ୍ପତ୍ତି କି ଆଣିକି ଲୋଭ କରୁଛି କଣ ଦରକାର। ମୁଁ ଏଇ କଥା କହି ବଢିଆ କଥା ସୁନ୍ଦର କଥା ସେଟା ଆଉ ଗୀତାରେ ଗୋଟେ କଥା କଣ ଲେଖା ହେଇଛି ଶୁଣ। ଆଜ୍ଞା ଆଜ୍ଞା ସ୍ୱଧର୍ମେ ନିଧନଂ ଶ୍ରେୟ ପର ଧର୍ମ ଭୟାବହ। ହଁ ହଁ ଆଜ୍ଞା 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 ସ୍ୱଧର୍ମ କଣ ପରଧର୍ମ କଣ ଆଜ୍ଞା ହେଲା ହଁ ପର ମାନେ ଆମ ଦେହ ଭିତରେ ଆଜ୍ଞା ଇନ୍ଦ୍ରିୟ ଗୁଡାକ ହଉଛନ୍ତି ପର ଆଜ୍ଞା ସେମାନେ ଆମ ନିଜର ନୁହନ୍ତି। ଆଜ୍ଞା ଆଜ୍ଞା ହଁ ହଁ ଚକ୍ଷୁ ମୁଖ ନାସା କର୍ଣ୍ଣ ଜିହ୍ବା ଚର୍ମ ଏମାନେ ଆଜ୍ଞା ଆମର ଆଜ୍ଞା ହଉଛନ୍ତି ପର ଆମ କର ଆଜ୍ଞା ନିଜର କେହି ନୁହନ୍ତି ସିଏ ଆମକୁ କୁମାର୍ଗକୁ ସବୁବେଳେ ନଉଛନ୍ତି ଆଜ୍ଞା ହେଲା। ଆଜ୍ଞା ହଁ ଆଜ୍ଞା ଆଜ୍ଞା ତାଙ୍କ ଧର୍ମ ପଟକୁ ଯଦି ଆଶ୍ରୟ କରିବ ହେଲା ଆଜ୍ଞା ଚକ୍ଷୁର ଧର୍ମ ଶବ୍ଦ ହେଲା ଆଜ୍ଞା ଚକ୍ଷୁର ଧର୍ମ ଶୁଣିବା ଆଉ ତମେ ଯଦି ଗୋଟେ କୁ କଥା ଗୁଡାକ ସବୁ ଶୁଣିବ ଭୟଙ୍କର ହବନି ନା ମାଡ ପିଟା ଆଜ୍ଞା ନାଗିବ ଆଜ୍ଞା 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 ମାଡ ପିଟା ପିଟି ନାଗିବ ଆଉ ହୁଁ ଚକ୍ଷୁରେ କୁ ରୂପ ଦେଖିଲେ ମନ କୁ ମାର୍ଗକୁ ଭ୍ରମିଲା ବୁଝିଲ ଆଜ୍ଞା 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 କି ସେମିତି ପଞ୍ଚ ଇନ୍ଦ୍ରିୟରେ ତମେ ଯେତେବେଳେ ପଞ୍ଚ ବିଷୟକୁ ମନ ନ କରିବ ସିଏ ହଉଛି ଇନ୍ଦ୍ରିୟ ଧର୍ମ ହେଲା କି ଚକ୍ଷୁର ଧର୍ମ ଦେଖିବା ହଁ କାନର ଧର୍ମ ଶୁଣିବା ଚର୍ମର ଧର୍ମ ସ୍ପର୍ଶ ଅନୁଭବ କରିବା ଜିବାର ଧର୍ମ ଚାଖିବା ନାସାର ଧର୍ମ ଗନ୍ଧ ବାରିବା। ତେଣୁ ଆଜ୍ଞା ଏଇ ଯୋଉ ଧର୍ମ ଗୁଡିକ ସବୁ ଇନ୍ଦ୍ରିୟ ଧର୍ମ ଏଇ ଆଜ୍ଞା ଧର୍ମ ଗୁଡାକ ଯଦି ଆମେ ଗ୍ରହଣ କରିବା ତାହେଲେ ଆମେ ସବୁ ଭୟାବହ ଅର୍ଥାତ୍ କଣ ହବ ନା ଏଗୁଡାକ ସବୁ ମିଥ୍ୟା ଧର୍ମ ଆଜ୍ଞା ହେଲା ଏଗୁଡାକ ସବୁ ଆଜ୍ଞା ସତ୍ୟ ନୁହନ୍ତି ଏଗୁଡା ସବୁ ମାୟା ଇଏ ଆମକୁ ମାୟାରେ ଭ୍ରମାନ୍ତି ହେଲା କି ତେଣୁ ଆଜ୍ଞା ଆକୁ ଆମେ କହିବା ପର ଧର୍ମ ହେଲା। ଆଉ ଆଜ୍ଞା ସ୍ୱଧର୍ମ କାହାକୁ କୁହନ୍ତି ନା ସ୍ୱଧର୍ମ ହଉଛି ଆତ୍ମଧର୍ମ ହଁ ଯୋଉ ଧର୍ମ ତମେ ଜନ୍ମ ହେଲା ବେଳେ ମା ଗର୍ଭରେ ଯେତେବେଳେ ତମେ ଜନ୍ମ ହେଲ ସେଇ ସମୟରେ ତମକୁ ଗୋଟେ ଧର୍ମ ଦିଆ ହେଇଛି ହେଲା ଆଜ୍ଞା କି ଆଜ୍ଞା 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 ସେ ହଁ ସ୍ୱଧର୍ମ କଣ ନା ତମେ ଯେତେବେଳେ ମା ଗର୍ଭରେ ଥିଲ ସେତେବେଳେ ତମର ନିଃଶ୍ଵାସ ଚାଲୁ ନଥିଲା ହେଲା ଆଜ୍ଞା
ହଁ। ତ ଗଛ ଯାହା ତମେ ସେଇଆ। ଆଜ୍ଞା। ଯେତେବେଳେ ମା ଗର୍ଭରୁ ଭୂପତିତ ହେଲ ସେତେବେଳେ ନିଶ୍ୱାସ ଚାଲିଲା। ଆଜ୍ଞା ଆଚ୍ଛା, ନିଶ୍ୱାସ ଚାଲିଲା ଏବଂ ତମେ ବଞ୍ଚିଲ ହେଲା। ଆଉ ଆଜ୍ଞା। ଶେଷ ସମୟରେ ନିଶ୍ୱାସ ବାହାରି ଯିବ, ତମକୁ ଲୋକ ମଲା ବୋଲି କହିବେ। ତେଣୁ ଆଜ୍ଞା ସେ ଯୋଉ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଉ ନିଶ୍ୱାସ ଚାଲିଛି ଆଜ୍ଞା ହେଲା, ଆଜ୍ଞା। ସେଇଟା ହଉଛି ତମର ସ୍ୱଧର୍ମ। ବୁଝିଲ? ଆଜ୍ଞା ହଁ ଆଜ୍ଞା ନିଶ୍ୱାସ ଏମିତି କେମିତି କଥା ଆଜ୍ଞା ଆଁ ଆପଣ ଭଳିଆ କେମିତି ବତେ ପାରନ୍ତିନି ଆଁ ଆପଣ ଭଳିଆ କେମିତି ବତେ ପାରନ ଆଜ୍ଞା ଆପଣ ଖୋଲିକି କହୁଛନ୍ତି ନା ପୁରା ହଁ ହଁ, ମୁଁ ଆଜ୍ଞା କ୍ଲିୟର ହଁ କରି କହୁଛି। ଆଜ୍ଞା ଆଜ୍ଞା ହଁ ତେଣୁ ଇନ୍ଦ୍ରିୟ ଧର୍ମଟା ହଉଛି ପରଧର୍ମ ହେଲା କି, ଆଉ ଆଜ୍ଞା ତମର ପ୍ରାଣ କର୍ମଟା ହଉଛି ସ୍ୱଧର୍ମ। ପ୍ରାଣ ଆଜ୍ଞା କର୍ମ ଅର୍ଥ ତ ନିଶ୍ୱାସ ନବା ଆଣିବା ହଉଛି ସ୍ୱଧର୍ମ ସାଧାରଣ ହେଲା। ହଁ, ଏଇ ଆଜ୍ଞା ସ୍ୱଧର୍ମରେ ନିଶ୍ୱାସ ନବା ଆଣିବା କରୁ କରୁ ଯଦି ତମର ମୃତ୍ୟୁବରଣ ହୁଏ, ତାହେଲେ ତମେ କଣ କରିବ ନା ସ୍ୱର୍ଗ ଲୋକକୁ ବା ଦେବ ଲୋକକୁ ଯିବ। ଆଜ୍ଞା 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 ଆଉ ଇନ୍ଦ୍ରିୟ କର୍ମ କରିକି ଯଦି ମୃତ୍ୟୁବରଣ ହୁଏ, ତମେ ପୁଣି ପ୍ରେତ ଯୋନିରେ ଭ୍ରମିବ, ପୁଣି ସଂସାରକୁ ଆସିବ, ଚାରିଆଡେ ପୁଣି ଭ୍ରମଣ କରିବ। ସେଟା ହେଲା ଭୟାବହ ହେଇଯିବ। ବାରମ୍ବାର ଆଜ୍ଞା ଜନ୍ମ ମୃତ୍ୟୁ ଆସିବ, ପ୍ରଭୃତି ମାର୍ଗକୁ ଆସିବ, ଜନ୍ମ ହବ, ଜନ୍ମ ମୃତ୍ୟୁ ଚକ୍ରରେ ପଡିବ, ପୁଣି ଘାଣ୍ଟି ହବ, ମାୟାରେ ପଡିବ ହେଲା। ସେ ଚାଲିଥିବା ଜନ୍ମ ମରଣ ଚାଲିଥିବା ଚାଲିଥିବା, ଆଜ୍ଞା କିନ୍ତୁ ପ୍ରାଣ କର୍ମ ଯଦି ସ୍ୱଧର୍ମ ତମେ ଆଚରଣ କରିବ, ତମେ ଉଚ୍ଚତର ଉନ୍ନତି କରିକି ତମେ ମୁକ୍ତି ମାର୍ଗକୁ ପଳେଇବ। ଆଜ୍ଞା ହୁଁ। ଆଉ ମନଟା କେମିତି ରଖିବ ଆଜ୍ଞା ତାହେଲେ ଯେନ୍ ଗୁରୁପାଦ ଯେନ୍ ନାସା ତ୍ରିକୁଟ ନେଇ ଗୁରୁପାଦ ଆଜ୍ଞା ନାସା ଯେନ୍ ହଁ, ନାସାଗ୍ରକୁ ଧ୍ୟାନ କରିବ ଯେ ଗୁରୁ ଯଦି ହଁ କରିଥିବ ଗୁରୁ ତମକୁ ବତେଇ ଦେଇଥିବେ, ଯଦି ଗୁରୁ ନ କରିଥିବ ଆସିଲେ ମୁଁ ସେ କୌଶଳ ତମକୁ ବତେଇଦେବି। ଆଜ୍ଞା ହଁ ଆପଣ ମୋବାଇଲରେ କହିଦେଲେ ଭଲ ତା ବୁଝେ ଆଜ୍ଞା ହଁ ହଁ କହି ତ ଦଉଛନ୍ ଆଜ୍ଞା ହଁ, ସବୁ ତ କହିଦଉଛି ଆଉ। ଆପଣ ସବୁ ଶୁଣୁଛ ନା କି ଆଜ୍ଞା ମତେ ହୁଁ ଶୁଣାନି ଲାଗୁଛି। ହୁଁ ଏଇଟା ହୁଁ। ରାତି ମୁଇଁ ଉଠିଲା ବେଳେ 12 1 2 ବାଜେ ବିପଦ ଡାକିନି ଆଜ୍ଞା ଆପଣଙ୍କ କଥା ମୁଁ ଟିକେ ଗାଡିରେ ଯାଉଛି, ଆଜ୍ଞା ପଛରେ କଥା ହବା।